ପ୍ରାରମ୍ଭରୁ ଦାଉ ସାଧିଲାଣି ଗ୍ରୀଷ୍ମ ପ୍ରବାହ। କିଛି ଦିନର ଆଶ୍ୱସ୍ତି ତଥା କୋହଳା ପାଗ ଓ ଅଦିନିଆ ବର୍ଷା ପରେ ଏବେ ପୁଣି ଦାଉ ସାଧୁଛି ଗ୍ରୀଷ୍ମ ପ୍ରବାହ। କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦାଉ ସାଧୁଛି ଗ୍ରୀଷ୍ମ ପ୍ରବାହ। ତାତିରୁ ନିସ୍ତାର ପାଇପାରୁ ନାହାନ୍ତି ଲୋକେ। ଖରା ତ ବହୁତ ଚାଲିଲାନ ଇହାଦେ ଏଥର 40 डिग्री ଖରା ପୁରା ଚାଲିଛି। ଗ୍ରୀଷ୍ମ ପ୍ରବାହ ତ ଏଇଟା ଷ୍ଟାର୍ଟିଂରୁ ଟ୍ରେଲର ଦେଖେଇଦେଲାନ ଏଥର ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା। କିଛି ଦିନର ଲୁଚକାଳି ପରେ ପୁଣି ଦାଉ ସାଧିଲାଣି ଗ୍ରୀଷ୍ମ ପ୍ରବାହ। କୋହଲା ପାଗ ଓ ଅଦିନିଆ ବର୍ଷା ପରେ ପୁଣି ବଢ଼ୁଛି ତାତି। ନିସ୍ତାର ପାଇପାରୁ ନାହାନ୍ତି ଲୋକେ। କୈଳାସ ମିଶ୍ର ସ୍ୱେଚ୍ଛାସେବୀ ବଲାଙ୍ଗୀର। ଅନୁଭୂତି ଖାଲି ଦେହ ଜଳୁଛି ଆଉ ଅନୁଭୂତି ଖରାର ଅନୁଭୂତି କାଣା ଖୋଲି ଦେହ ଜଳୁଛି ସମ୍ଭାଳି ନାହିଁ। ଏଥର ମାନେ ବୋଧହୁଏ 50 डिग्री तक जीवा बलाଙ୍ଗीर मार्च सरवार नहीं था। एप्रिल मई 2 मास अच्छे से रंगे निश्चित अधिका अधिका खरा हाँ। बाकी वर्ष अपेक्षा ये वर्ष बढ़वा और गचर मात्रा भी कमी जाइए। आम से आकार गच भी नहीं लगा समस्ते गच गोटे गोटे लगाले भी कम से कम कमी जाता। टिकलागटा यहाँ कमिकी बर्तमान बलांगीर हाइस्ट हल हिसाब से इथर फेर बढ़वा। ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭ ମାସର ପ୍ରଥମରୁ ହିଁ ଆରମ୍ଭ ହେଲାଣି ଟାଣ ଖରା। ଦିନକୁ ଦିନ ଏମିତି ହେଲାଣି ଯେ ଲୋକେ ନାହିଁ ନଥିବା ଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଚିତ୍ର ଏବେ ସାମ୍ନାକୁ ଆସିବାରେ ଲାଗିଛି। ସହର ମଧ୍ୟରେ ଯାତାୟତ କରୁଥିବା ଲୋକେ ଛାଇ ଟିକିଏ ପାଇଁ ମଧ୍ୟ ଲାଳାୟିତ ଥିବା ଦେଖିବାକୁ ମିଳିଛି। ନା ଅଛି ବୃକ୍ଷଲତା ନା କୌଣସି ବିଶ୍ରାମ ସ୍ଥାନ। ଫଳରେ ଲୋକଙ୍କ ମଧ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ଦ୍ୱିଗୁଣିତ ତାତି ଅନୁଭବ କରୁଛନ୍ତି। ସେପଟେ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ରହିଥିବା ବିଭିନ୍ନ ଥଣ୍ଡା ପାନୀୟ ବ୍ୟବସାୟୀ ଜୁସ୍ ଆଖୁରସ ଲସି ବିକ୍ରି ଜାରି ରଖିଥିବା ବେଳେ ତରଭୁଜ କାକୁଡ଼ି ଭଳି ପାନୀୟ ପଦାର୍ଥ ଖାଇ କିଛିଟା ଆଶ୍ୱସ୍ତି ସହ ଲୋକେ ଆତ୍ମତୃପ୍ତି କରିବା ନେଇ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ ଆଗକୁ ଗ୍ରୀଷ୍ମ ପ୍ରବାହ ବଢ଼ିବା ନେଇ ସମ୍ଭାବନା। ପାଣିପାଗ ବିଭାଗ ତଥା ଜରୁରୀକାଳୀନ ବିଭାଗ ସୂଚନା ଦେଇଛନ୍ତି। ପ୍ରାୟତଃ ମାସର ଆରମ୍ଭରୁ ବିଗତ ବର୍ଷଗୁଡ଼ିକରେ ସର୍ବନିମ୍ନ 30 डिग्री ସେଲସିୟସରୁ ଆରମ୍ଭ ହୋଇ ପାଖାପାଖି ସର୍ବୋତ୍ତମ 35 डिग्री ରହିଥାଏ। ଏହି ସମୟରେ ଯାହା ଚଳିତ ବର୍ଷ ତାହା ବ୍ୟତିକ୍ରମ ହୋଇ ସର୍ବନିମ୍ନ 35ରୁ ଆରମ୍ଭ ହୋଇ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି ଓ ଗତ 2 ଦିନ ତଳେ 39 डिग्री ରହିଥିବା ଦର୍ଶାଇଛି ବିଭାଗ। ଯାହା ପାଣିପାଗ ଗବେଷଣାରୁ ଜଣାପଡ଼ୁଛି ସବୁ ସୀମା ଟପିଛି। ଫଳରେ ସକାଳ 10ଟାରୁ ଲୋକେ ଘରୁ ନ ବାହାରିବା ନେଇ ଚିନ୍ତା ପ୍ରକାଶ କଲେଣି। ଏତେ ଟାଣ ଖରା ଆରମ୍ଭ ସତ୍ତ୍ୱେ ସହର ମଧ୍ୟରେ ଗୋटे ବି ପିଇବା ପାଣି ପାଣିଛତ୍ର ଖୋଲା ଯାଇନଥିବା ଚିନ୍ତାରେ ପକାଇଛି ସହରବାସୀଙ୍କୁ। कलेक्टर जिलापाल जिला एडमिनिस्ट्रेशन के अनुरोध करें से शीघ्र शीघ्र कम से कम जलछत्र मैंने खोलतु पानी पीवा टे पातु। ଆଗକୁ ଆହୁରି ବଢ଼ିପାରେ ଗ୍ରୀଷ୍ମ ପ୍ରବାହ। ସେପଟେ ଆଗକୁ 2024 ନିର୍ବାଚନ। ସାଧାରଣ ନିର୍ବାଚନକୁ ନେଇ ବଢ଼ିପାରେ ରାଜନୈତିକ ତାତି ସହ ଗ୍ରୀଷ୍ମ ପ୍ରବାହ ତାତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ସହ ଭିନ୍ନ ଭିନ୍ନ ଲୋକମତ ମଧ୍ୟ ପ୍ରକାଶ ପାଉଥିବା ଚିତ୍ର ସାମ୍ନାକୁ ଆସୁଛି। यही जस्ट पूर्व आम रिकग्नाइज पॉलिटिकल पार्टी संगे मीटिंग करी तांकु भी आम अनुरोध करूँ कि स्पेशली से टिके अर्ली मॉर्निंग आवर नचेत इवनिंग रे से मीटिंग टा प्लान करेंगे सो दैट कि हमरा असुविधा होबनी जदि बेसी घड़ी होबो तो से हीट स्ट्रोक वगैरह ही पारे तो आम तांकु भी सेटा जनाई देछु। सकाळ 10टारू प्रबल ग्रीष्म प्रवाह गुलगुली सहर मध्य अनुभूति रही जहाँ नहीं लोके हंतसंत होउथबार चित्र भी सामना को आसुछि। बलांगीर सुशांत कुमार ठाकुर, खबर खुलासा।